ମୁଁ କାହିଁକି ବାଇବଲରୁ ଆପଣମାନଙ୍କୁ ରିଫରେନ୍ସ ଦେଖାଇ ଦେଖାଇ କହୁଛି, ଯେହେତୁ ବାକ୍ୟ ହେଉଛି ଈଶ୍ୱରଙ୍କର ମୁଖ ନିଃସୃତ ବାକ୍ୟ, ଆଉ ବାକ୍ୟ ହିଁ ମନୁଷ୍ୟର ଜୀବନରେ କାର୍ଯ୍ୟ କରିଥାଏ, ମନୁଷ୍ୟର ମନକୁ ପରିବର୍ତ୍ତନ କରିଥାଏ। ନମସ୍କାର, ପ୍ରେଜ୍ ଦ ଲର୍ଡ। ଆପଣ ଦେଖୁଛନ୍ତି DKPM ଓଡ଼ିଆ ୟୁଟ୍ୟୁବ ଚ୍ୟାନେଲ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ମଧ୍ୟ ପ୍ରଭୁ ବାକ୍ୟ ମାଧ୍ୟମ ଦେଇ ଆଜି ଆମମାନଙ୍କର ସହିତ କଥା ହେବେ। ଆଉ ପ୍ରଭୁ ଗୋଟେ ସୁଯୋଗ ଦେଇଅଛନ୍ତି, ପ୍ରଭୁଙ୍କର ବାକ୍ୟ ମାଧ୍ୟମ ନେଇ ମୁଁ ଆପଣଙ୍କର ସହିତ କଥା ହେବା ନିମନ୍ତେ ମୋତେ ପ୍ରଭୁ ସୁଯୋଗ ଦେଲେ, ସମୟ ଦେଲେ। ଏଥିପାଇଁ ପ୍ରଭୁକୁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଅଛି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ମଧ୍ୟ ଆମମାନେ ଗୋଟିଏ ଟପିକ୍ ନେଇକି କଥା ହେବା। ଆଉ ସେଇ ଟପିକ୍ ହେଲା ଚିନ୍ତାରୁ କେମିତି ମୁକ୍ତ ହେବି ମୁଁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଅନେକ ଯୁବା ଯୁବତୀ ବୟୋଜ୍ୟେଷ୍ଠ ଲୋକମାନେ ମଧ୍ୟ ଆଜି ଛୋଟରୁ ବଡ଼ ପର୍ଯ୍ୟନ୍ତ ଆଜି ଚିନ୍ତାରେ ଭାରଗ୍ରସ୍ତ ହୋଇକି ଅଛନ୍ତି। ଚିନ୍ତାରୁ କେଉଁ ପ୍ରକାର ଭାବରେ ଆପଣ ମୁକ୍ତ ହେବେ, এই বিষয় ନେଇକି ଆଜି ଆମମାନେ ପ୍ରଭୁଙ୍କର ଧର୍ମଶାସ୍ତ୍ର ଆମେ ଆଲୋଚନା କରିବା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଜମାରୁ ସ୍କିପ୍ କରନ୍ତୁ ନାହିଁ। ଆଉ এই ଭିଡ଼ିଓକୁ ଭଲ ଲାଗିଲେ ଆପଣ ଗୋଟେ ଲାଇକ୍ କରିଦେବେ, ଆଉ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ, ଆଉ ଆପଣଙ୍କର ମତାମତ କମେଣ୍ଟ ମାଧ୍ୟମରେ ଆମମାନଙ୍କୁ ଜଣାଇବେ। ତେବେ ଚାଲନ୍ତୁ ସମୟକୁ ନଷ୍ଟ ନ କରି ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଅନେକ ମା ବାପା ଭାଇ ଭଉଣୀ ସମସ୍ତେ ଚିନ୍ତାରେ ଭାରଗ୍ରସ୍ତ ଅଛନ୍ତି। ଆଉ ଚିନ୍ତାରେ ସେମାନେ ପଡ଼ିକି ସେମାନେ ନିଜର ଆତ୍ମିକତା ଜୀବନକୁ ସେମାନେ ପତନ କରିବା ସଙ୍ଗେ ସଙ୍ଗେ ସେମାନେ ନିଜର ଶରୀରକୁ ମଧ୍ୟ ଗୁରୁତ୍ୱ ଦେଉନାହାନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଚିନ୍ତା କଲେ କୌଣସି କାର୍ଯ୍ୟ ସଫଳ ହେବ ନାହିଁ, ଚିନ୍ତାରେ ଆମମାନେ ରହିଲେ କୌଣସି କାର୍ଯ୍ୟ ସକ୍ସେସଫୁଲ୍ ହେବ ନାହିଁ। ମାତ୍ର ସେ ଚିନ୍ତାରୁ ଆମମାନେ କେମିତି ବାହାର ହେବା, ସେ ଚିନ୍ତା ଯଦି ଆପଣ ସବୁବେଳେ ଚିନ୍ତାରେ ଅଛନ୍ତି, ତାହେଲେ ଆଜିଠାରୁ ଆପଣମାନେ ଚିନ୍ତାରୁ ମୁକ୍ତ ହେବେ। ପ୍ରଭୁଙ୍କର ବାକ୍ୟ ଆଜି ଆମମାନଙ୍କୁ ଏହି ଚିନ୍ତା ବିଷୟ ନେଇ କ'ଣ କୁହେ ତାହା ଆମମାନେ ଆଲୋଚନା କରିବା। ତେବେ ବାଇବଲରେ ଆମମାନେ ଦେଖିବାକୁ ପାଉ, ବାଇବଲରେ ଏହା ଆମମାନେ ଦେଖିବାକୁ ପାଉ, ଯାହାକି ଆମମାନେ ଦେଖିବାକୁ ପାଉଛୁ ହିତୋପଦେଶ 16 ପର୍ବ 3 ପଦ। ଏଠାରେ ଏ ପ୍ରକାର ଲେଖାଯାଏ, ସଦାପ୍ରଭୁଙ୍କୁ ତୁମର କାର୍ଯ୍ୟ ସମର୍ପଣ କର, ତହିଁରେ ତୁମର ସଂକଳ୍ପ ସ୍ଥିରୀକୃତ ହେବ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ମେନ୍ ପଏଣ୍ଟ ଆମମାନେ ଦେଖିବାକୁ ପାଉଛୁ ଯେ ଆମର ଚିନ୍ତାରେ ଭାରଗ୍ରସ୍ତ ହେବାର କାରଣ କ'ଣ? ଯେହେତୁ ଆମେ ପ୍ରଭୁଙ୍କୁ ଆମମାନେ ସମୟ ଦେଇନଥାଉ, ପ୍ରଭୁଙ୍କର ହସ୍ତରେ ଆମମାନଙ୍କର ଭାରକୁ ସମର୍ପଣ କରିନଥାଉ, ପରିଶେଷରେ ଆମମାନେ ଚିନ୍ତାରେ ପଡ଼ିଥାଉ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏପରି ମନୁଷ୍ୟ କିଏ ଅଛି ଯେ ଚିନ୍ତାରେ ପଡ଼ି ସେ ନିଜେ ଚିନ୍ତାରୁ ମୁକ୍ତି ପାଇଛି? ମାତ୍ର ପ୍ରିୟ ପ୍ରଭୁଙ୍କର ଲୋକମାନେ, ବାଇବଲରେ ଆମମାନେ ଦେଖିବାକୁ ପାଉଛୁ ଏଠାରେ ସଦାପ୍ରଭୁଙ୍କୁ ତୁମର କାର୍ଯ୍ୟ ସମର୍ପଣ କର। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଧରିନିଅ ଆପଣ ଗୋଟେ କାର୍ଯ୍ୟ କରିବା ପାଇଁ ଯାଉଛନ୍ତି, ଆପଣଙ୍କର କାର୍ଯ୍ୟରେ ଆପଣ ଚିନ୍ତାରେ ଅଛନ୍ତି ସେଇ ବିଷୟକୁ ନେଇକି। ତେବେ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଅନେକ ଚିନ୍ତା ଥାଇପାରେ, ମାତ୍ର କୌଣସି ଯଦି ଧରି ନିଅନ୍ତୁ ଗୋଟେ ମ୍ୟାରେଜ କରିବାର ଅଛି କି ନଥିଲେ ଗୋଟେ କେଉଁ କାର୍ଯ୍ୟକୁ ନେଇ ମଧ୍ୟ ଆପଣ ଚିନ୍ତାରେ ଅଛନ୍ତି, ତାହେଲେ ପ୍ରିୟ ପ୍ରଭୁଙ୍କର ଲୋକମାନେ ତମର ସେଇ କାର୍ଯ୍ୟକୁ ପ୍ରଭୁଙ୍କର ହସ୍ତରେ ସମର୍ପଣ କର। ଆମେ ଖାଲି ଚିନ୍ତା କରି ରହିଲେ, ଗୋଟେ କୋଣରେ ବସିକି ରହିଲେ, ଖାଲି ମୁଣ୍ଡରେ ହାତ ଦେଇକି ରଖିଲେ ଚିନ୍ତା ବାହାରିଯିବ ନାହିଁ। ମାତ୍ର ସେଇ ଚିନ୍ତାକୁ ଆମମାନେ ପ୍ରଭୁଙ୍କର ହସ୍ତରେ ଆମମାନେ ସମର୍ପଣ କରିବାର ଅଛି। ତୁମର କାର୍ଯ୍ୟକୁ ପ୍ରଭୁଙ୍କର ହସ୍ତରେ ସମର୍ପଣ କରିବାର ଅଛି, ତେବେ ବୋଲିକି ଆପଣ ଚିନ୍ତାରୁ ମୁକ୍ତ ପାଇବେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଯେହେତୁ ପ୍ରଭୁ ହେଉଛନ୍ତି ଚିନ୍ତାରୁ ମୁକ୍ତ କରିବା ପରମେଶ୍ୱର, ଆଉ ବିଶେଷ କରି ଖ୍ରୀଷ୍ଟିଆନ ଲୋକମାନେ ତାହା ଜାଣିକି ମଧ୍ୟ ଅବହେଳାରେ ଥାନ୍ତି। ଆମର ପରମେଶ୍ୱର କହନ୍ତି ତମେ ଚିନ୍ତାରୁ ମୁକ୍ତ ହୁଅ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଅନେକ ମୋର ଖ୍ରୀଷ୍ଟିଆନ ଭାଇ ଭଉଣୀ ବୟୋଜ୍ୟେଷ୍ଠ ଲୋକମାନେ ମଧ୍ୟ ବାକ୍ୟ ଏ ବିଷୟ ନେଇ କ'ଣ କୁହେ ତାହା ସେମାନେ ନ ଜାଣି ନିଜେ ଡିପ୍ରେସନରେ ଚାଲିଯାଆନ୍ତି ଚିନ୍ତାକୁ ନେଇକି। ମାତ୍ର ବାଇବଲ ଆଜି ଆମମାନଙ୍କୁ ଏହି ଶିକ୍ଷା ଦିଏ କି ତୁମେମାନେ ଯେକୌଣସି କାର୍ଯ୍ୟରେ ଥିଲେ ମଧ୍ୟ ଯଦି କୌଣସି କାର୍ଯ୍ୟ କରିବାକୁ ଯାଉଛ, ତାହେଲେ ସେ କାର୍ଯ୍ୟକୁ ପ୍ରଭୁଙ୍କର ହସ୍ତରେ ସମର୍ପଣ କର, ତହିଁରେ ସେ କାର୍ଯ୍ୟକୁ ପ୍ରଭୁ ସମ୍ଭାଳିବେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଏହା ଆମମାନେ ଦେଖିବାକୁ ପାଉଛୁ। ଆମେ ପ୍ରଭୁଙ୍କୁ ସମର୍ପଣ କରିବ ନାହିଁ ଆମମାନଙ୍କର କୌଣସି କାର୍ଯ୍ୟ। ସକାଳେ ଉଠିଲେ ଆମେ ପ୍ରଭୁଙ୍କର ହସ୍ତରେ ଆମମାନେ ପ୍ରଭୁଙ୍କୁ ଆମମାନେ ଜଣାବାର ଅଛି ଆମେ କୁଆଡ଼େ ଯାଉଛୁ, କେଉଁ କାର୍ଯ୍ୟ କରୁଛୁ, ସେ ସବୁ ପ୍ରଥମରେ ଆମମାନେ ଫାର୍ଷ୍ଟ ଟାଇମ୍ ମାନେ ପ୍ରଭୁଙ୍କର ସହିତ ଆମମାନେ କଥା ହେବାର ଅଛି। ଭୋର ସକାଳରେ
ପାହାନ୍ତିଆ ସମୟରେ ଆମର କାର୍ଯ୍ୟ ଆଜି କୁଆଡ଼େ ଯିବୁ ଆମେ ଆଗରୁ ଡିସାଇଡ୍ କରିଥାଉ କାଲିକୁ ଆମେ ଏ ଗାଁକୁ ଯିବାର ଅଛି ବୋଲି ଆମେ ଆଗରୁ ଚିନ୍ତା କରିଥାଉ, ମାତ୍ର ସକାଳେ ପାହାନ୍ତିଆ ସମୟରେ ଆମେ ସେଇ ବିଷୟକୁ ଆମେ ପ୍ରଭୁଙ୍କର ହସ୍ତ ସମର୍ପଣ କରିନଥାଉ। ଆମେ ମନ ଇଚ୍ଛା ଆମେ ଚାଲି ଯାଉଥାଉ। ପ୍ରଭୁଙ୍କର ଲୋକମାନେ ମନ ଇଚ୍ଛା ଚାଲିଲେ କୌଣସି କାର୍ଯ୍ୟ ସଫଳ ହେବ ନାହିଁ। ବାଇବଲ ଆମମାନଙ୍କୁ ଏହା କୁହେ କି ତମର ଗତି ସମର୍ପଣ କର, ତହିଁରେ ସେ ତୁମକୁ ସମ୍ଭାଳିବେ। ପ୍ରିୟ ପ୍ରଭୁଙ୍କର ଲୋକମାନେ ଏଠାରେ ଆମେ ଦେଖୁଅଛୁ ସଦାପ୍ରଭୁଙ୍କୁ ତୁମର ଗତି ସମର୍ପଣ କର, ତହିଁରେ ସେ ତୁମର ସଂକଳ୍ପ ସ୍ଥିରୀକୃତ କରିବ ବୋଲି ଆମେ ବାଇବଲରେ ଆମେ ଦେଖିବାକୁ ପାଉଛୁ। ପ୍ରିୟ ପ୍ରଭୁଙ୍କର ଲୋକମାନେ ମୁଁ ଆଶା କରେ ଆଜିଠାରୁ ଆପଣ ପ୍ରଭୁଙ୍କର ହସ୍ତ ସମର୍ପଣ କରିବେ। କୌଣସି କାର୍ଯ୍ୟ କଲେ ମଧ୍ୟ ପ୍ରଥମରେ ପ୍ରଭୁଙ୍କୁ ତୁମର କାର୍ଯ୍ୟକୁ ସମର୍ପଣ କରିବେ। ପ୍ରିୟ ପ୍ରଭୁଙ୍କର ଲୋକମାନେ ଆମେ ଆଉ ଏକ ପ୍ରଭୁଙ୍କର ବାକ୍ୟକୁ ଆମେ ଦେଖିବା ଗୀତ ସଂହିତା 37 ପର୍ବ 5 ପଦ। ଏଠାରେ ଆମେ ଏ ପ୍ରକାର ଦେଖୁଅଛୁ, ସଦାପ୍ରଭୁଙ୍କ ଠାରେ ତୁମର ଗତି ସମର୍ପଣ କର, ମଧ୍ୟ ତାହାଙ୍କ ଠାରେ ନିର୍ଭର ରଖ, ତହିଁରେ ସେ ତାହା ସଫଳ କରିବେ। ସଦାପ୍ରଭୁଙ୍କ ଠାରେ ତୁମର ଗତି ସମର୍ପଣ କରନ୍ତୁ, ଆଉ ଏହା ମଧ୍ୟ ଆପଣ ବିଶ୍ୱାସ କରନ୍ତୁ, ପ୍ରଭୁଙ୍କର ଠାରେ ନିର୍ଭର ରଖନ୍ତୁ। ଆପଣ ଯଦି ପ୍ରଭୁଙ୍କର ଠାରେ ଆପଣଙ୍କର ଗତି ଅଥବା ଚାଲିବା ପଥକୁ ତୁମେ ପ୍ରଭୁଙ୍କର ହସ୍ତ ସମର୍ପଣ କରିଅଛନ୍ତି, ଏହା ଆପଣ ବିଶ୍ୱାସ କରିବା ଆବଶ୍ୟକ କି ତୁମର କାର୍ଯ୍ୟ 100ରୁ 100 ପ୍ରଭୁ ଆଶୀର୍ବାଦ କରିବେ ଆଉ ପ୍ରଭୁ ସଫଳ କରିବେ। ପ୍ରିୟ ପ୍ରଭୁଙ୍କର ଲୋକମାନେ ମୁଁ କାହିଁକି ବାଇବଲରୁ ଆପଣମାନଙ୍କୁ ରିଫରେନ୍ସ ଦେଖାଇ କହୁଛି, ଯେହେତୁ ବାକ୍ୟ ହେଉଛି ଈଶ୍ୱରଙ୍କର ମୁଖ ନିଃସୃତ ବାକ୍ୟ, ଆଉ ବାକ୍ୟ ହିଁ ମନୁଷ୍ୟର ଜୀବନରେ କାର୍ଯ୍ୟ କରିଥାଏ, ମନୁଷ୍ୟର ମନକୁ ପରିବର୍ତ୍ତନ କରିଥାଏ। ନଥିଲେ ମୁଁ ବିନା କୌଣସି ରିଫରେନ୍ସରେ ମୁଁ ଆପଣଙ୍କୁ କହିଦେଇଥାନ୍ତି, ମାତ୍ର ମୋର ଉଦ୍ଦେଶ୍ୟ ନାହିଁ। ମୁଁ ଆପଣଙ୍କୁ କହିଅଛି କି ମୋର এই ଭିଡ଼ିଓରେ ବାଇବଲ ଉପରେ ଆଧାରିତ এই ଭିଡ଼ିଓ ଗୁଡ଼ାକ ଆସିବ ବୋଲି। ତେବେ ପ୍ରିୟ ପ୍ରଭୁଙ୍କର ଲୋକମାନେ ମୋର କାର୍ଯ୍ୟ ହେଲା ବାଇବଲ ଉପରେ ଆଧାରିତ ଭିଡ଼ିଓ କରିବା ଆଉ ପ୍ରଭୁଙ୍କର ବାକ୍ୟକୁ ନେଇ ଭିଡ଼ିଓ କରିବା। ପ୍ରିୟ ପ୍ରଭୁଙ୍କର ଲୋକମାନେ ଏଠାରେ ଆମେ ଦେଖିବାକୁ ପାଉଛୁ, ଯେହେତୁ ଆମେ ପ୍ରଭୁଙ୍କର ହସ୍ତରେ ଆମେ ସମର୍ପଣ ହେଲେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ ଆଉ ଆମମାନଙ୍କର କାର୍ଯ୍ୟ ମଧ୍ୟ ପ୍ରଭୁ ସଫଳ କରିବେ। ପ୍ରିୟ ପ୍ରଭୁଙ୍କର ଲୋକମାନେ ମୋର ଭାଇ ଏବଂ ଭଉଣୀ ମା ବାପା ସମସ୍ତଙ୍କୁ ମୁଁ ହାତ ଯୋଡ଼ି ଅନୁରୋଧ କରୁଅଛି, ଆପଣ ଆଜିଠାରୁ ପ୍ରଭୁଙ୍କର ହସ୍ତରେ ସମର୍ପଣ କରନ୍ତୁ। ଆପଣଙ୍କର ଯେକୌଣସି କାର୍ଯ୍ୟକୁ, ଆପଣଙ୍କର ବ୍ୟକ୍ତିଗତ କାର୍ଯ୍ୟ ହେଉ କି ନଥିଲେ ଆପଣଙ୍କର ଯେକୌଣସି କାର୍ଯ୍ୟ ହେଉ, ଆପଣ ପ୍ରଥମରେ ପ୍ରଭୁଙ୍କୁ ସମର୍ପଣ କରିବେ, ତାପରେ କୁଆଡ଼େ ଆପଣ ଆଗେଇକି ଯିବେ। ଆଉ ଏକ ରେଫରେନ୍ସ ମୁଁ ଆପଣଙ୍କର ସମ୍ମୁଖରେ ରଖୁଅଛି, ଆଉ ତାହା ହେଲା ଗୀତ ସଂହିତା 55 ପର୍ବ 22 ପଦ। ଏଠାରେ ଏ ପ୍ରକାର ଲେଖାଯାଏ, ତୁମେ ସଦାପ୍ରଭୁଙ୍କ ଉପରେ ଆପଣ ଭାର ପକାଅ, ତହିଁରେ ସେ ତୁମକୁ ସମ୍ଭାଳିବେ। ପ୍ରିୟ ପ୍ରଭୁଙ୍କର ଲୋକମାନେ କେଡ଼େ ଭରସାଯୁକ୍ତ ବାକ୍ୟ। ପ୍ରିୟ ପ୍ରଭୁଙ୍କର ଲୋକମାନେ ଆଜି ଜଣେ ମନୁଷ୍ୟ ନିଜେ ଗୋଟେ ଖାତରେ ପଡ଼ିଥିଲେ ଉଠାଇବା ଲୋକ କେହି ନାହିଁ ପରମେଶ୍ୱରଙ୍କର ଛଡ଼ା। ଆଜି ଆମେ ବାକ୍ୟକୁ ଦେଖୁଅଛୁ, କେତେ ଭରସାଯୁକ୍ତ ବାକ୍ୟ। ଆମେ କାହାକୁ କହିବୁ ଆମମାନଙ୍କର ମନର ଦୁଃଖ, କାହାକୁ ଯାଇକି କହିଲେ ଆମମାନେ ସଫଳତା ପାଇପାରିବୁ? କୌଣସି ମନୁଷ୍ୟ ତା ଶୁଣିପାରେ ମାତ୍ର ବୁଝି ନପାରେ। ପ୍ରିୟ ପ୍ରଭୁଙ୍କର ଲୋକମାନେ ଆଜି ସେଇ ସଦାପ୍ରଭୁଙ୍କୁ ଆମମାନେ ଆମର ଭାରକୁ ଆମେ ସମର୍ପଣ କରିବାର ଅଛି, ଆମେ ଭାରକୁ ପ୍ରଭୁଙ୍କର ହସ୍ତରେ ଦେବାର ଅଛି, ସେ ସମ୍ଭାଳିବେ। ଆମେ ଦେଖୁଅଛୁ ଏଠାରେ ମନୁଷ୍ୟ ଜଣଙ୍କର ପାଖରେ ଯାଇକି କହିଲେ ମଧ୍ୟ ଶୁଣିପାରିବ ମାତ୍ର କୌଣସି କାର୍ଯ୍ୟ କରିପାରିବ ନାହିଁ। ଆମେ ଦୁଃଖକୁ ଜଣାଇ ଥାଉ ମାତ୍ର ଦୁଃଖକୁ ହାଲକା କରିବା ଲୋକ ପରମେଶ୍ୱର ଅଟନ୍ତି। ମୁଁ ଅନୁରୋଧ କରୁଛି ମୋର ଭାଇ, ମୋର ଭଉଣୀ, ମା ବାପା, ଆଜି ସମସ୍ତେ ଆଜି ଯିଏ ମଧ୍ୟ এই ଭିଡ଼ିଓକୁ ଦେଖୁଅଛ, ଆଜିଠୁ ଆପଣମାନେ ପ୍ରଥମରେ ପ୍ରଭୁଙ୍କର ହସ୍ତରେ ଆପଣଙ୍କର କାର୍ଯ୍ୟକୁ ସମର୍ପଣ କରନ୍ତୁ। ଆପଣ ଆଜି ସକାଳେ କୁଆଡ଼େ ଯିବେ, କ'ଣ କରିବେ, সেই କାର୍ଯ୍ୟକୁ ପ୍ରଭୁଙ୍କର ହସ୍ତରେ ସମର୍ପଣ କରନ୍ତୁ। ଏଇଟା ମୁଁ କହୁନାହିଁ, ବାଇବଲ କହୁଛି। ବାକ୍ୟକୁ ଆପଣମାନେ ବିଶ୍ୱାସ କରନ୍ତୁ, ଯେହେତୁ এই ବାକ୍ୟ ହେଉଛି ଜୀବନ୍ତ ଆଉ এই ବାକ୍ୟ ହେଉଛି କାର୍ଯ୍ୟ ସାଧକ। ପ୍ରିୟ ପ୍ରଭୁଙ୍କର ଲୋକମାନେ ଶେଷରେ ଆମେ ଆଉ ଏକ ରିଫରେନ୍ସ ଦେଖିବା, ଆଉ ସେ ବାକ୍ୟ ହେଉଛି ପ୍ରଥମ ପିତର 5 ପର୍ବ 7 ପଦ। ଏଠାରେ ଏ ପ୍ରକାର ଲେଖାଯାଏ, ତୁମମାନଙ୍କର ସମସ୍ତ ଚିନ୍ତାର ଭାର ତାଙ୍କ ଉପରେ ପକାଅ, କାରଣ ସେ ତୁମମାନଙ୍କ ନିମନ୍ତେ ଚିନ୍ତା କରନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ ଏଠାରେ ପିତର କହନ୍ତି, ତୁମମାନଙ୍କର ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, ଅର୍ଥାତ୍ ପ୍ରଭୁ ଯୀଶୁଙ୍କ ଉପରେ ପକାଅ।
ସେ ତୁମମାନଙ୍କର ନିମନ୍ତେ ଚିନ୍ତା କରନ୍ତି। କି ନଥିଲେ କୌଣସି ଗୋଟେ କାର୍ଯ୍ୟରେ ପଡ଼ିଯାଇ ଆପଣ ଚିନ୍ତାରେ ଭାରଗ୍ରସ୍ତ ହେଇଅଛନ୍ତି। ଆଜି ଏହି ବାକ୍ୟ ସେହି ଲୋକମାନଙ୍କୁ କୁହାଯାଉଛି ଯେଉଁମାନେ ଚିନ୍ତାରେ ପଡ଼ିଅଛନ୍ତି, ଭାରଗ୍ରାସ୍ତ ହେଇଅଛନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆପଣମାନେ ଆପଣଙ୍କର ଚିନ୍ତାକୁ ପ୍ରଭୁଙ୍କର ହସ୍ତରେ ସମର୍ପଣ କରନ୍ତୁ। ତହିଁରେ ପ୍ରଭୁ ଆପଣଙ୍କର ଭାରକୁ, ଚିନ୍ତାର ଭାରକୁ ପ୍ରଭୁ ସମ୍ଭାଳିବେ। ସେ ତୁମମାନଙ୍କର ନିମନ୍ତେ ଚିନ୍ତା କରିବେ। ଆପଣଙ୍କୁ ଗୋଟିଏ କାର୍ଯ୍ୟ କରିବା ପାଇଁ ହେବ, ଆଉ ସେ କାର୍ଯ୍ୟ ହେଉଛି ପ୍ରାର୍ଥନା। ଆପଣଙ୍କର ନିମନ୍ତେ ପ୍ରଭୁ ଚିନ୍ତା କରିବେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆପଣ ଚିନ୍ତା କରନ୍ତୁ ତ, ଯଦି ଆପଣଙ୍କର ପୁଅ କିମ୍ବା ଝିଅ ଯଦି କୌଣସି କାର୍ଯ୍ୟ କରିବା ପାଇଁ ଇଚ୍ଛା କରୁଅଛି ବା କୌଣସି ପରିସ୍ଥିତି ମଧ୍ୟ ଦେଇକି ଚାଲୁଛି, ଯଦି ସେଇ ପୁଅ ହେଉ କି ଝିଅ ହେଉ ଯଦି ବାପାଙ୍କୁ ଆସି କହିବ, ବାପା ମୁଁ ଏଇ ପରିସ୍ଥିତିରେ ପଡ଼ିଅଛି, ମୋତେ ଏଇ ପରିସ୍ଥିତିରୁ ମୋତେ ଉଦ୍ଧାର କରବାର ଅଛି ବୋଲିକି କହିବ, ତାହେଲେ ବାପାଙ୍କର ଜୀବନ କେତେ ଯେ ଦୁଃଖମୟ ହେବ ନାହିଁ। ଯେହେତୁ ଆଜି ଠିକ୍ ସେହି ପ୍ରକାରରେ ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମ ପିତା ସ୍ୱର୍ଗୀୟ ପିତା ଈଶ୍ୱର ପ୍ରଭୁ ଯୀଶୁ ଖ୍ରୀଷ୍ଟ, ଆମେ ଯେତେବେଳେ ଆମମାନେ ଭାରଗ୍ରସ୍ତରେ ଥାଉ, ଆମମାନେ ଚିନ୍ତାରେ ପଡ଼ିଥାଉ, ତ ସେ କେତେ ଚାହୁଁନଥିବ ମୋ ପୁଅ କେତେ ଚିନ୍ତାରେ ଅଛି। ସେ ମଧ୍ୟ ଚାହାନ୍ତି କି ଆମେ ଚିନ୍ତାରୁ ମୁକ୍ତ ହେଉ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଆମେ ସମସ୍ତେ ମଧ୍ୟ ଏକ ପଦକ୍ଷେପ ନେବା କି ଆମେ ଚିନ୍ତାରୁ ମୁକ୍ତ ହେବା ପାଇଁ। ଆଜି ଆମମାନେ ପ୍ରତ୍ୟେକ ଲୋକ, ଆଜି ଯେଉଁମାନେ ମଧ୍ୟ ଏହି ଭିଡ଼ିଓ ଦେଖୁଅଛନ୍ତି, ପ୍ରିୟ ଭାଇ, ପ୍ରିୟ ଭଉଣୀ, ମୁଁ ଅନୁରୋଧ କରୁଛି ଆପଣ ଆଜିଠାରୁ ପ୍ରାର୍ଥନା ଷ୍ଟାର୍ଟ କରନ୍ତୁ। ଆଜିଠାରୁ ପ୍ରଭୁଙ୍କୁ ଆପଣଙ୍କର ଚିନ୍ତାର ଭାରକୁ ତାଙ୍କ ଉପରେ ପକାନ୍ତୁ। ପ୍ରଭୁ ତୁମମାନଙ୍କର ଚିନ୍ତାର ଭାରକୁ ସେ ବୋହି ନେବେ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଉ ଏହି ଭିଡ଼ିଓକୁ ବହୁ ମାତ୍ରାରେ ସେୟାର କରନ୍ତୁ। ଆଉ ଯାହାରି ଦ୍ୱାରା ଲୋକମାନେ ଦେଖିବା ଆବଶ୍ୟକ, ଆଉ ସେମାନେ ମଧ୍ୟ ବହୁତ ରୂପରେ ପ୍ରଭୁଙ୍କର ଆଶୀର୍ବାଦ ପାଇବା ଆବଶ୍ୟକ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଉ ଯଦି ଭିଡ଼ିଓ ଭଲ ଲାଗିଥିବ ତାହେଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦେବେ, ଆଉ ସବସ୍କ୍ରାଇବ୍ କରିବେ ଚ୍ୟାନେଲଟିକୁ, ଆଉ ଆପଣଙ୍କର ମତାମତ କମେଣ୍ଟ ମାଧ୍ୟମରେ ଆମମାନଙ୍କୁ ଜଣାଇବେ। ଆଜି ପାଇଁ ଏତିକି, ଦେଖାଇବା ଏକ ନେକ୍ସଟ ଭିଡ଼ିଓରେ। ସେତେବେଳେ ପର୍ଯ୍ୟନ୍ତ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।